Let us look at Mark 4th chapter 15th verse. ଆସୁ ବର୍ତ୍ତମାନ ମାର୍କ ତାର 4 ଅଧ୍ୟାୟର 15 ପଦକୁ ଦେଖିବା। These are they by the wayside where the word is sown. But when they have heard, Satan cometh immediately and taketh away the word that was sown in their hearts. ଯେଉଁମାନେ ଶୁଣନ୍ତି ପୁଣି ଶୁଣିବା କ୍ଷଣି ଶୟତାନ ଆସି ସେମାନଙ୍କ ଠାରେ ବୁଣା ଯାଇଥିବା ବାକ୍ୟ ହରଣ କରିନିଏ। ସେମାନେ ବାକ୍ୟ ବୁଣା ଯାଇଥିବା ବାଟ ପାଖ ଭୂମି ସଦୃଶ୍ୟ। You see that, friends? ଆପଣ ଦେଖନ୍ତୁ ବନ୍ଧୁମାନେ, The word of God is carried away by Satan, by the powers of ଈଶ୍ୱରଙ୍କ darkness. ବାକ୍ୟ ଶୟତାନ ଦ୍ୱାରା ନିଆଯାଉଛି ବା ଅନ୍ଧକାର ଶକ୍ତି ଈଶ୍ୱରଙ୍କ ବାକ୍ୟକୁ See, I am ନେଇଯାଉଛି। quoting from the Declaration of Independence. ସ୍ୱାଧୀନତାର ସେ ଘୋଷଣା ଉପରେ ମୁଁ ଏ କଥା କହୁଛି। All men are made free. ସମସ୍ତଙ୍କୁ ମୁକ୍ତ କରାଯାଇଅଛି। So, that is what was put into the thinking of the American nation. ତାହା ଆମେରିକୀୟ ଦେଶର ଚିନ୍ତାଧାରା ଅଟେ। But କିନ୍ତୁ you know the differences that we have emphasized. ଯୋଉ ଭିନ୍ନତା ଉପରେ ଆମମାନେ ଗୁରୁତ୍ୱ ଦେଉ ତା ଆପଣ ଜାଣନ୍ତି କି? And when you go from place to place in India, ଆପଣ ଯଦି ଭାରତର ଗୋଟିଏ ସ୍ଥାନରୁ ଆଉ ଗୋଟେ ସ୍ଥାନ, ଆଉ ଗୋଟେ ସ୍ଥାନରୁ ଆଉ ଗୋଟେ ସ୍ଥାନକୁ ଯିବେ, near the Burma border, ବର୍ମା ବର୍ଡର ନିକଟତର ଯଦି ହେବେ ଆପଣମାନେ, I heard near the Himalayas that the people, the girls just run away into the jungle. ହିମାଳୟ ନିକଟରେ ମୁଁ ଏକଥା ଶୁଣିଛି ଯେ ଝିଅମାନେ ଜଙ୍ଗଲକୁ ଚାଲିଯାଆନ୍ତି। And after running away with a boy, ଗୋଟେ ପୁଅ ସହିତ ବା ବାଳକ ସହିତ ଚାଲିଗଲା ପରେ after some days they come back and say we are man and wife. ପୁଣି କିଛି ଦିନ ଯାଇ ରହିଲା ପରେ ସେମାନେ ଫେରି ଆସନ୍ତି। ପୁଣି ସେମାନେ କହନ୍ତି ଆମମାନେ ବର୍ତ୍ତମାନ ସ୍ତ୍ରୀ ପୁରୁଷ। Marriage in the jungle. ଜଙ୍ଗଲରେ ବିବାହ ତାଙ୍କର ହେଇଯାଏ। How long will jungle marriage last? ସେଇ ଜଙ୍ଗଲର ବିବାହ କେତେ ଦିନ ପର୍ଯ୍ୟନ୍ତ ତିଷ୍ଠି ପାରିବ? How long will your marriage last? ଆପଣଙ୍କର ବୈବାହିକ ଜୀବନ କେତେ ଦିନ ପର୍ଯ୍ୟନ୍ତ ତିଷ୍ଠି ରହିପାରିବ କୁହନ୍ତୁ? You will go running to the divorce court. ଆପଣ ନିଶ୍ଚିତ ଭାବରେ ହୁଏତ ସେ ଛାଡ଼ପତ୍ରର କୋର୍ଟକୁ ହିଁ ଦୌଡ଼ିବେ। No love, no purity, there will be no love. ନା ପ୍ରେମ ଆପଣ ପାଇବେ ସେଇଥିରେ, ନା କୌଣସି ପବିତ୍ରତା ପାଇବେ ସେଇ ବୈବାହିକ ଜୀବନରେ। Without holiness, you will not have joy. ପବିତ୍ରତା ବିହୁନେ ଆପଣ ଆନନ୍ଦ କେବେ ବି ପାଇପାରିବେନି। Suspecting one another. କେବଳ ପରସ୍ପରକୁ ସନ୍ଦେହ କରିବା ହିଁ। Now, one judge told me, ଜଣେ ବିଚାରପତି ମୋତେ ଏକଥା କହିଲେ, my wife is always saying, you're looking at that woman, you're looking at that woman. ମୋ ସ୍ତ୍ରୀ ସବୁବେଳେ ମୋତେ ଏକଥା କହନ୍ତି ଯେ ତୁମେ ସେଇ ସ୍ତ୍ରୀଙ୍କୁ ଦେଖୁଛ, ତୁମେ ଏଇ ସ୍ତ୍ରୀଙ୍କୁ ଅନଉଛ, ଏଇ ପ୍ରକାର ଦୋଷାରୋପ ମୋତେ ସବୁବେଳେ ଦିଅନ୍ତି। My wife fights with me even before my pew. ପ୍ରତି ଅବସ୍ଥାରେ ପ୍ରତି ପରିସ୍ଥିତିରେ ମୋ ସ୍ତ୍ରୀ ମୋ ସହିତ ଅଶାନ୍ତି ଗଣ୍ଡଗୋଳ କରେ। How sad. କେତେ ଦୁଃଖର ବିଷୟ। You know, that man died very early. ଅତି ଶୀଘ୍ର ସେଇ ବ୍ୟକ୍ତିଙ୍କର ମୃତ୍ୟୁ ହେଲା। So what are we doing today? ଆଜି ଆମମାନେ କ'ଣ କରୁଛୁ? We are digging the graves of each other. ଆମମାନେ ପରସ୍ପରର ସମାଧିକୁ ଖୋଳୁଛୁ। Digging the grave. ହଁ, ଆମମାନେ ସମାଧିକୁ ଖୋଳୁଛୁ। Wife digging the grave of her husband. ସ୍ତ୍ରୀ ଆପଣା ସ୍ୱାମୀ ନିମନ୍ତେ ସମାଧି ଖୋଳୁଛି। Husband digging the grave of his wife. ପୁଣି ସ୍ୱାମୀ ଆପଣା ସ୍ତ୍ରୀ ନିମନ୍ତେ ସମାଧି ଖୋଳୁଛି। No love. କୌଣସି ପ୍ରେମ ନାହିଁ। How sad. କେତେ ଦୁଃଖର ବିଷୟ। When Jesus comes କିନ୍ତୁ ଯେତେବେଳେ ଯୀଶୁ ଆସନ୍ତି into your life, ଆପଣଙ୍କ ଜୀବନ ମଧ୍ୟକୁ, this suspicion, the devil of suspicion will leave you. ସେ ସନ୍ଦେହର ଚିନ୍ତାଧାରା, ସନ୍ଦେହର ଭାବନା ଆପଣଙ୍କୁ ଛାଡ଼ି ଚାଲିଯିବ। Let us look at
Mark 4, verse 16. ବର୍ତ୍ତମାନ ମାର୍କ ତାର 4 ଅଧ୍ୟାୟର 16 ପଦକୁ ଦେଖିବା। Look at this field. ଦେଖନ୍ତୁ ଏଇ ଅଂଶକୁ ବା ଏଇ କ୍ଷେତକୁ। The seed that was sown on stony ground, who, when they heard the word, immediately receive it with ହଁ gladness. ସେଇ ଯୋଉ ବାଟ ପାଖ ବା ପଥୁରିଆ ଭୂମିରେ ପଡ଼ିଥିବା ସେଇ ଯୋଉ ବିହନ ଯେଉଁମାନେ ବାକ୍ୟ ଶୁଣିବା କ୍ଷଣି ଆନନ୍ଦରେ ତାହା ଗ୍ରହଣ କରନ୍ତି, But have no root in themselves, କିନ୍ତୁ ସେମାନଙ୍କ ଠାରେ ଚେର ନ ମାଡ଼ିବାରୁ so endure for a time. କ୍ଷଣକାଳ ମାତ୍ରେ ସ୍ଥିର ରୁହନ୍ତି। Afterward, when affliction or persecution ariseth for the word's sake, immediately they are offended. ପରେ ବାକ୍ୟ ସକାଶେ କ୍ଲେଶ ବା ତାଡ଼ନା ଘଟିଲେ ସେଇ କ୍ଷଣି ବିଘ୍ନ No ପାଆନ୍ତି, root. କାରଣ ସେମାନଙ୍କ ଚେର ନଥାଏ। Have you seen any mango tree bringing forth mangoes without any root? ଆପଣ କେବେ ଦେଖିଛନ୍ତି କୌଣସି ଆମ୍ବ ଗଛ ଆମ୍ବ ଫଳିଛି ଯୋଉଥିରେ ଯୋଉ ଗଛରେ ଚେର ନଥାଇ? Religion without root. ଧର୍ମ ଚେର ବିହୁନେ, Religion without purity. ଧର୍ମ ପବିତ୍ରତା ବିହୁନେ। Just, sometimes you can sit and sing. ଓ କିଛି ସମୟ ଆପଣ ବସିବେ ଗୀତ ବୋଲିବେ। Have you ever seen the man with the cobra? ଆପଣ କେବେ ଦେଖିଛନ୍ତି ସେ ବ୍ୟକ୍ତିଙ୍କୁ ଯିଏକି ନାଗ ସାପ ସହିତ ରହିବା ଖେଳେ? Cobra dancer. ଓ ନାଗ ସାପ ବି ନୃତ୍ୟ କରେ। And this man, he goes on. ଓ ପୁଣି ସେଇ ବ୍ୟକ୍ତିଟି ସେଇ ତାର ତୁରୀ କହନ୍ତୁ ବା ଯାହା ଡୁମୁର ବଜାଏ ବି ଏଇ ପ୍ରକାର। See, we also dance to music like the cobra. ନାଗ ସାପ ପରି ଆମମାନେ ମଧ୍ୟ ବିଭିନ୍ନ ପ୍ରକାର ମ୍ୟୁଜିକ୍ ସହିତ ଆମମାନେ ନୃତ୍ୟ କରିଥାଉ, But the poison never leaves us. କିନ୍ତୁ ସେଇ ବିଷ ଆମମାନଙ୍କୁ କେବେ ବି ଛାଡ଼ି ଯାଇ ନାହିଁ। The poison of a sinful nature. ସେଇ ପାପପୂର୍ଣ୍ଣ ସ୍ୱଭାବ ରୂପ ସେଇ ବିଷ, The poison of ill will. ମନ୍ଦ ସ୍ୱଭାବର ବିଷ ତାହା। See, we build a nice house, ଓ ଦେଖ ଏକ ସୁନ୍ଦର ଘର ଆମେ ତିଆରି କଲୁ, and in front of the house, what do you put? ଘର ସାମ୍ନାରେ ଆପଣ କ'ଣ ରଖନ୍ତି? A scarecrow. ଓ ଆପଣ କ'ଣ ଦେଖିବେ? ଏକ ଭିନ୍ନ ରୂପର ଗୋଟେ ମୂର୍ତ୍ତି, Terrible looking ଓ ଏକ devil. ଭୟଙ୍କର ରୂପର ଏକ ଚିତ୍ରକୁ ଆପଣ ରଖୁଛନ୍ତି ଯେଉଁଥିରେ ଭୟ ଆସେ। Your house is so beautiful. ଆପଣଙ୍କ ଗୃହ ଏତେ ସୁନ୍ଦର, What is this? ତେବେ ସେଇ ଏତେ ଭୟଙ୍କର ଚିତ୍ର କାହିଁକି? See, if people cast their eyes upon my ଓ house, ଲୋକମାନଙ୍କ ଦୃଷ୍ଟି ମୋ ଘର ଉପରେ ପଡ଼ିଯିବ, it will collapse like 8-point earthquake. ଯେମିତି 8 ପଏଣ୍ଟ ଭୂମିକମ୍ପ ପରି ତା ଭାଙ୍ଗି ପଡ଼ିବ। Ignorant, superstitious people. ଅଜ୍ଞାନତା, ଅନ୍ଧବିଶ୍ୱାସ, No root, କୌଣସି ମୂଳ ବା ଚେର ନାହିଁ, no purity. ପବିତ୍ରତା ନାହିଁ। One young man joined the collector's office. ଜଣେ ଯୁବା ବ୍ୟକ୍ତି କଲେକ୍ଟର ଅଫିସରେ ଯୋଗ ଦେଲେ। He came out of college, joined the service. କଲେଜରୁ ବାହାରି ଆସିଲା ପରେ ଚାକିରିରେ ଯୋଗ ଦେଲେ ସେ। The superintendent told him, ସୁପରିଟେଣ୍ଡେଣ୍ଟ ତାଙ୍କୁ କହିଲେ, What? କ'ଣ You're refusing the bribes? ତମେ ଲାଞ୍ଚ ଗ୍ରହଣ କରିବା ପାଇଁ ମନା କରୁଅଛ? You must receive the bribes. ଲାଞ୍ଚକୁ ଗ୍ରହଣ କରିବାକୁ ହିଁ ପଡ଼ିବ ତୁମକୁ। So this foolish boy, young man, ଏଇ ମୂର୍ଖ ଯୁବା ପୁଅଟି he took a bribe ସେ ଲାଞ୍ଚ ଗ୍ରହଣ କଲା, and went home. ପୁଣି ଘରକୁ ଗଲା। And his wife became very sick ପୁଣି ତାଙ୍କ ସ୍ତ୍ରୀ ଅତି ଅସୁସ୍ଥ ହେଇ ପଡ଼ିଲା, and almost died. ଏମିତିକି ମୃତ ପ୍ରାୟ ଅବସ୍ଥାକୁ ଚାଲିଗଲା ସେ। A policeman ଜଣେ said, ପୋଲିସ ବିଭାଗରେ କାର୍ଯ୍ୟ କରୁଥିବା ବ୍ୟକ୍ତି ମୋତେ କହିଲେ,
I took a bribe and came home. ମୁଁ ଲାଞ୍ଚ ଗ୍ରହଣ କଲି ପୁଣି ଗୃହକୁ ଆସିଲି And I was playing with my ପୁଣି ମୋ baby. ସନ୍ତାନ ସହିତ ବା ଛୋଟ ପିଲା ସହିତ ଖେଳୁଥାଏ And the baby who was healthy ପୁଣି ଯୋଉ ମୋ ପିଲାଟି ଅତି ସ୍ୱାସ୍ଥ୍ୟକର ଥିଲା died in my hand. ମୋ ହାତରେ ଖେଳୁ ଖେଳୁ ମରିଗଲା। My dear friends, ମୋ ପ୍ରିୟ ବନ୍ଧୁମାନେ you can take a curse to your family. ଆପଣଙ୍କ ଗୃହକୁ ଆପଣ ସେ ଅଭିଶାପକୁ ନେଇ ଯାଇପାରନ୍ତି। The Bible says ବାଇବଲ କୁହେ the tabernacle of bribery will be consumed. ଲାଞ୍ଚ ଗ୍ରହଣ କରୁଥିବା ଲୋକମାନଙ୍କର ଆବାସସ୍ଥଳୀ ବା ଗୃହ ବିନଷ୍ଟ ହେବ। You want to burn your own family? ଆପଣ କ'ଣ ନିଜ ପରିବାରକୁ ଜାଳି ଦେବା ପାଇଁ ଚାହାନ୍ତି କି? So we find the whole country full of bribe. ଆମମାନେ ସମୁଦାୟ ଦେଶ କେବଳ ଲାଞ୍ଚ ଗ୍ରହଣ କରିବା ଲାଞ୍ଚ ଦେବା ଅବସ୍ଥାରେ ଦେଖୁଛୁ। Bribes for a seat, bribes for a job, ଗୋଟେ ସିଟ୍ ପାଇଁ ଗୋଟେ ଚାକିରି ପାଇଁ ପ୍ରତି ଅବସ୍ଥାରେ ଲାଞ୍ଚ bribes for some certificate. କିଛି ସାର୍ଟିଫିକେଟ ପାଇବା ନିମନ୍ତେ ମଧ୍ୟ ଲାଞ୍ଚ। I see these officers being transformed. ମୁଁ ଦେଖିଛି ସେଇ ପ୍ରକାର ଅଫିସର୍ସ ମାନେ ବଦଳିଛନ୍ତି And then they return those bribes. ପୁଣି ଗ୍ରହଣ କରିଥିବା ସମସ୍ତ ଲାଞ୍ଚକୁ ସେମାନେ ଫେରେଇ ଦେଇଛନ୍ତି। A new heart. ଏକ ନୂତନ ହୃଦୟ। And then see if we have got men like that in our office, ଯଦି ସେଇ ପ୍ରକାର ଲୋକମାନେ ଆମମାନଙ୍କ ଅଫିସରେ ଆମମାନେ ପାଇବା any office, ଯେକୌଣସି କାର୍ଯ୍ୟାଳୟ ବା ଅଫିସରେ your petition will pass. If it is an honest, reasonable ଯଦି petition. ଆପଣଙ୍କର ଦରଖାସ୍ତ ନ୍ୟାର୍ଯ୍ୟ ଅଟେ ପୁଣି ଆପଣ ଯୋଉଥିପାଇଁ ଦରଖାସ୍ତ କରିଛନ୍ତି ତାହା ଠିକ ବିଷୟ ତେବେ ତାହା ନିଶ୍ଚିତ ଭାବେ ଗ୍ରହଣଯୋଗ୍ୟ ଅଟେ ବା ଗ୍ରହଣୀୟ ହେବ। But today, କିନ୍ତୁ ଆଜି your papers lie in that office for years. ବର୍ଷ ବର୍ଷ ଧରି ଆପଣଙ୍କ ଦରଖାସ୍ତ ସେଇ ଅଫିସରେ ବା ଟେବୁଲ ଉପରେ ଥୁଆ ଯାଇଛି ପଡ଼ି ରହିଛି। After 1 year, you say, what happened to my application? ଗୋଟିଏ ବର୍ଷ ପରେ ଆପଣ ଯାଇ ପଚାରିବେ କ'ଣ ହେଲା ମୋ ଦରଖାସ୍ତ ବିଷୟ। Oh, your application is lost. So you submit another application. ଓ ତୁମ ଦରଖାସ୍ତ ବୋଧେ କୋଉଠି ହଜିଗଲା ତେଣୁ ଆଉ ଗୋଟେ ଦରଖାସ୍ତ ତୁମେ ଦିଅ। Oppression. କେବଳ ଉପଦ୍ରବ Oppression and greed. କେବଳ ଉପଦ୍ରବ ପୁଣି ଲୋଭ ମନୋଭାବ। And we want to live by devouring others. ପୁଣି ଆମମାନେ ଚାହୁଁ ସେଇ ପ୍ରକାର ଜୀବନ କାଟିବୁ ବା ବଞ୍ଚିବୁ ଅନ୍ୟମାନଙ୍କର କ୍ଷତି କରି। I see thieves getting converted. ମୁଁ ଦେଖୁଛି ଯେମିତି ପରିବର୍ତ୍ତନର ଜୀବନ ସବୁ। Now, when their heart is changed, ଯେତେବେଳେ ଜଣେ ବ୍ୟକ୍ତିଙ୍କ ହୃଦୟ ବଦଳେ they become people who give to others. ସେଇ ଯୋଉ ନବା ବ୍ୟକ୍ତି ବଦଳିଗଲା ପରେ ଦବା ବ୍ୟକ୍ତିରେ ପରିଣତ ହୁଅନ୍ତି। So some of my helpers have been big robbers before. ମୋର କିଛି ସହାୟକ ମାନେ ପୂର୍ବରୁ ଅତି ବଡ଼ ବଡ଼ ଚୋର ଥିଲେ ଡକାୟତ ଥିଲେ But the Lord Jesus changed their hearts. କିନ୍ତୁ ପ୍ରଭୁ ଯୀଶୁ ସେମାନଙ୍କ ହୃଦୟକୁ ବଦଳାଇଲେ। So, ତେବେ if you turn to Mark 7th chapter, ଯଦି ଆପଣ ମାର୍କ ତାର 7 ଅଧ୍ୟାୟକୁ ଖୋଲିବେ the Lord Jesus shows you what these hidden rocks are. ସେ ସମସ୍ତ ଗୁପ୍ତ ପଥର ସବୁ କ'ଣ ପ୍ରଭୁ ଆପଣଙ୍କୁ ସେଇଠି ପ୍ରକାଶ କରନ୍ତି। Any farmer begins by plowing. ଯେତେବେଳେ କୌଣସି କୃଷକ ତାର ସେ ଚାଷ କରିବାକୁ ଆରମ୍ଭ କରେ You see, when you plow up your heart, ଯେତେବେଳେ ଆପଣଙ୍କ ହୃଦୟକୁ ଆପଣ ଚାଷ କରିବେ you will be surprised to see many things there of which you were not aware. ଆପଣ ଆଶ୍ଚର୍ଯ୍ୟ ହେବେ ଯେ ଏଇ ପ୍ରକାର ଅନେକ ବିଷୟ ଆପଣଙ୍କ ସେଇ ହୃଦୟ ମଧ୍ୟ ରହିଛି ଯୋଉ ବିଷୟ ନେଇ ଆପଣ କେବେ ଜାଣିନାହାନ୍ତି। What did Jesus say? ପ୍ରଭୁ ଯୀଶୁ କ'ଣ କହିଲେ? Mark 7 ମାର୍କ ତାର 7 ଅଧ୍ୟାୟ from verse 20. 20 ପଦରୁ
that which cometh out of the man, that defileth the man. ଯାହା ମନୁଷ୍ୟ ଠାରୁ ବାହାରେ ତାହା ହିଁ ତାହାକୁ ଅଶୁଚି କରେ। For from within, out of the heart of man, proceed evil thoughts, adulteries, fornications, murders. କାରଣ ଭିତରୁ ମନୁଷ୍ୟର ହୃଦୟରୁ କୁଚିନ୍ତା ବାହାରେ, ବେଶ୍ୟାଗମନ, ଚୌର୍ଯ୍ୟ, ନରହତ୍ୟା। See, we are making our heads and our minds factories to manufacture evil thoughts. ଆମମାନଙ୍କ ମସ୍ତକ ପୁଣି ଆମମାନଙ୍କ ମନକୁ ଆମମାନେ ସମସ୍ତ ମନ୍ଦ ଚିନ୍ତାର କାରଖାନାରେ ପରିଣତ କରୁଛୁ। That was what I was doing. ତାହା ହିଁ ମୁଁ କରୁଥିଲି। Reading dirty books, ମନ୍ଦ ପୁସ୍ତକକୁ ପଢ଼ିବା, filling my thoughts with impurity, ସମସ୍ତ ଅଶୁଚିତାରେ ମୋ ମନକୁ ଭରିବା। and then the eye gate. You see, these are two gates here. Eye gate. ଦିଟା ଗେଟ୍ ଆମେ ପାଉଛୁ, ସେଟା ହେଉଛି ଆଇ ଗେଟ୍। What is going in through your eye gate? ଆପଣଙ୍କର ସେ ଯୋଉ ଦ୍ୱାର ବା ସେ ଯୋଉ ଚକ୍ଷୁର ଦ୍ୱାର ଦେଇ କ'ଣ ସବୁ ଯାଉଛି ଦେଖୁଛନ୍ତି? All kinds of unclean pictures. ସମସ୍ତ ପ୍ରକାର ଅଶ୍ଳୀଳ ବା ମନ୍ଦ ଚିତ୍ର, ଫିଲ୍ମ। And how can you be a pure husband? ତାପରେ ବି ଆପଣ କେମିତି ଏକ ପବିତ୍ର ସ୍ୱାମୀ ହୋଇପାରିବେ? Your mind will go to other women. ଆପଣଙ୍କ ମନ ତ ଅନ୍ୟ ସ୍ତ୍ରୀଙ୍କ ପ୍ରତି ଆକର୍ଷିତ ହୁଏ ବା ଯାଏ। So our religious people, ଆମମାନଙ୍କର ସେ ଧାର୍ମିକ ବା ଧର୍ମପରାୟଣ ଲୋକମାନେ they have almost devised a system in which adultery is also a part of our worship. ସେମାନେ ଏ କଥା ବି କହନ୍ତି, ଏଇ ଚିନ୍ତା ସେମାନେ ପ୍ରକାଶ କରନ୍ତି, ବ୍ୟଭିଚାର ମଧ୍ୟ ଆମମାନଙ୍କ ଉପାସନା ଆରାଧନାର ଏକ ଭାଗ ବା ଅଂଶ ଅଟେ। No respect for women. ମହିଳାମାନଙ୍କ ନିମନ୍ତେ କୌଣସି ସମ୍ମାନ ନାହିଁ। See, a woman is like a chair. ଯେମିତି ଗୋଟେ ମହିଳା, ଗୋଟେ ସ୍ତ୍ରୀ ଗୋଟେ ଚେୟାର ଭଳି। Use her. ଓ ତାକୁ ବ୍ୟବହାର କର। And if anything breaks, throw her. ଯଦି କୌଣସି ବିଷୟ ଭାଙ୍ଗିଯାଏ ତାକୁ ଫୋପାଡ଼ି ଦିଅ। Is that a wife? ସେଇଟା କ'ଣ ଜଣେ ସ୍ତ୍ରୀ କି? Do you want your son-in-law to deal with your daughter like that? ଆପଣ କ'ଣ ଚାହାନ୍ତି ଆପଣଙ୍କ ଝିଅ ପ୍ରତି ଆପଣଙ୍କ ଜ୍ୱାଇଁ ଏଇ ପ୍ରକାର ବ୍ୟବହାର କରୁ ବୋଲି? But young men have told me, କିନ୍ତୁ ଯୁବାମାନେ ମୋତେ ଏ କଥା କହିଛନ୍ତି। oh, I have spoiled so many women. ଓ ମୁଁ ଅନେକ ମହିଳାମାନଙ୍କୁ ନଷ୍ଟ କରିଛି। Like dogs on the street. ଯେମିତି କି ସେ ସାହି ଭିତରର କୁକୁରମାନଙ୍କ ପରି। No purity. ପବିତ୍ରତା ନାହିଁ। So the Lord Jesus says, ତେଣୁ ପ୍ରଭୁ ଯୀଶୁ କହନ୍ତି, out of the heart proceed evil thoughts, ମନୁଷ୍ୟର ହୃଦୟରୁ କୁଚିନ୍ତା ବାହାରେ, adulteries, ବେଶ୍ୟାଗମନ, fornications, ଚୌର୍ଯ୍ୟ, and murders. ପୁଣି ନରହତ୍ୟା। You know, in one meeting I said, ଗୋଟେ ମିଟିଂରେ ମୁଁ ଏ କଥା କହିଲି, there must be some murderers here. ଏଇ ସ୍ଥାନରେ ନିଶ୍ଚିତ ଭାବରେ କିଛି ନରହତ୍ୟା ବା ହତ୍ୟାକାରୀମାନେ ଅଛନ୍ତି। One man came to see me. ଜଣେ ବ୍ୟକ୍ତି ଆସିଲେ ମୋତେ ଦେଖା କରିବା ପାଇଁ। I murdered my own brother. ସେ କହିଲେ ମୋ ନିଜ ଭାଇଙ୍କୁ ମୁଁ ହତ୍ୟା କରିଛି। And I dragged him into the bushes. ପୁଣି ମୁଁ ତାଙ୍କୁ ସେଇ ଲଟାବୁଦା ମଧ୍ୟକୁ ଟାଣି ନେଇ ଫୋପାଡ଼ିଛି। See, my brother was not dealing properly with my wife. ମୋ ସ୍ତ୍ରୀଙ୍କ ସହିତ ମୋ ଭାଇ ଭଲ ବ୍ୟବହାର ଦେଖାଉନଥିଲେ। You know, friends, then he took his wife to the lake. ଜାଣନ୍ତି ବନ୍ଧୁମାନେ, ତାପରେ ତାଙ୍କ ସ୍ତ୍ରୀକୁ ସେ ହ୍ରଦ ପାଖକୁ ନେଲେ। And he tried to drown her head under the ପୁଣି water. ସେଇ ହ୍ରଦର ପାଣିରେ ନିଜ ସ୍ତ୍ରୀର ମୁଣ୍ଡକୁ ଚାପି ରଖିବାକୁ ଚାହିଁଲେ। And she cried out, I have babies at home.
से कांदिकी कहला घरे मो पिलामाने अछंती। Now, that is the heart of man. ताहा लोकमान को हृदय आजी। And Jesus wants to give you a new heart, पुणे प्रभु आपन के को नूतन हृदय देवा को चाहती, not the stony heart. से प्रस्तरमय हृदय नुह। Now, today's society says, oh, this is all normal. किंतु आजिर समाज को एगुड़ा को किछि नाइ बड़ विषय नुह, ये साधारण विषय अटे। Beating your wife is normal. निज स्त्री को मारिबा एक साधारण विषय। Coming home drunk is normal. मद्यपान करी गृह को फेरिबा बड़ विषय नुह, साधारण कथा। When you drink, जेतला आपण मद पियंती, the Bible says your eyes will look at strange women. बाइबल को आपण को चक्षु से अजणा अचिना स्त्री मानक प्रति दृष्टि करिवो। Is that not true? ताहा कोन सत्य नुह कि? Yes, it is true. हाँ ताहा सत्य अटे। And then there is another kind of murder today. आज अन्य प्रकार एक हत्या देखा मिले। Babies being killed. Babies. शिशु मान को हत्या करा जाउछि। Abortions. ओ आम गर्भपात को देखुछु। See, backstreet abortionists. So many people conducting abortion. अनेक निज निजर गर्भ नष्ट करूचंती आज। Doctors, डाक्टर माने, hospitals, हॉस्पिटल सबु killing babies, शिशु मान को हत्या करूचंती, crushing their brains in the womb. और गर्भ मध्य रे समानकर मस्तिष्क को नष्ट करा जाउछि। Will you do that for a cat, a kitten? ओडे छोट बिराड़ी छुआ पाई मध्य आपण ता करि परिबे कि? No. ना। But the heart is so full of uncleanness today. आज हृदय सब एते असुचि रे परिपूर्ण जे Millions are being killed by abortion. लक्ष लक्ष शिशु मानू एई प्रकार भाव हत्या करा जाउछि गर्भपात करी। How sad. केते दुखर विषय। My dear people, मो प्रिय लोक माने, the Lord Jesus says, out of your heart proceeds murder. प्रभु जीशु कथा कहले तुम हृदय रे समस्त प्रकार नरहत्या मंद विषय सब बाहरी आसे। Evil thoughts, fornication, कुचिंता, चौर्य, adulteries. पुणी नरहत्या, बेश्यागमन। Now, did you hear this matter? एई समस्त विषय आपण सुनिछंती कि? Our magazines are saying आम मानकर मैगजीन बा खबर कागज आम मान के कथा it कहे is almost impossible to find a virgin. एक कुमारी को पाइबा जेमिति कि संपूर्ण असंभव अटे। What? कौन? Will you throw away a sari? Will you throw away one of your nice clothes? आपण को निजर साड़ी को किंबा आपण को एक सुंदर वस्त्र को पोशाक को फपाड़ी देबे कि? No. ना। Will you throw away your gold chain? आपण को से सोनार चेन को फपाड़ी देबे कि? No. ना। But you will throw away your virginity. किंतु आपण आपणकर से नारीत्व बा कुमारीत्व को फपाड़ी दउछंती। My dear people, मो प्रिय लोक माने, that has become the idea in India. ताहा आमान को भारतर चिंताधारा अटे आज। You can't find virgin. आपण कुमारीत्व को बा कुमारी को पाई परिबेनी। Let me tell you this. किंतु मो आपण को एक कथा कहिबी, The Lord Jesus is keeping many girls pure. प्रभु जीशु अनेक झियो मानू पवित्र करी रखिछंती। They come as virgins to their marriage. सेमाने समांग वैवाहिक जीवन को बा विवाह को पवित्रता कुमारीत्व को नहीं आसंती। आजी Mothers are so careless. माँ माने आजी एते केयरलेस अवस्था रे जीवन काटुछंती। Relatives, boys, others come and spend the night in their houses.
ଆତ୍ମୀୟ ମାନେ ନିଜର ବନ୍ଧୁବାନ୍ଧବ ପୁଅମାନେ ଆସି ସେ ଘରେ ରହନ୍ତି ରାତିରେ and there is no purity. ପୁଣି ସେମାନଙ୍କ ପରିବାରରେ ପବିତ୍ରତା ଦେଖିବାକୁ ମିଳେନି। My dear friends, ମୋ ପ୍ରିୟ ବନ୍ଧୁମାନେ, you want to burn your family? ଆପଣ କ'ଣ ଆପଣଙ୍କ ପରିବାରକୁ ଜାଳି ଦେବାକୁ ଚାହାନ୍ତି କି? Hidden sin. ଗୁପ୍ତ ପାପ The Bible says, ବାଇବଲ କୁହେ, whoso covereth his sin shall not prosper. ଯେ ଆପଣା ପାପକୁ ଆଚ୍ଛାଦନ କରିବ ସେ ଦୟା ପାଇବନି, But he who confesses କିନ୍ତୁ ଯିଏ ତାହା ସ୍ୱୀକାର କରି ଛାଡ଼ଇ, and forsakes his sin ହଁ ପୁଣି ଆପଣା ପାପକୁ ପରିତ୍ୟାଗ କରଇ, shall have mercy. ସେ ହିଁ ଦୟା ପାଇବ ବା ମଙ୍ଗଳ ପାଇବ। God wants a pure heart and a clean conscience. ପ୍ରଭୁ ଚାହାନ୍ତି ଏକ ପବିତ୍ର ହୃଦୟ ପୁଣି ଚିନ୍ତାଧାରାକୁ। So out of the heart proceed all these sins. ତେବେ ହୃଦୟରୁ ଏ ସମସ୍ତ ପାପ ପୁଣି କୁଞ୍ଚିତ ବାହାରେ। That is why God says, I will give you a new heart. ସେଇଥିପାଇଁ ପ୍ରଭୁ କହିଲେ ମୁଁ ଏକ ନୂତନ ହୃଦୟ ତୁମ୍ଭମାନଙ୍କୁ ଦେବି। Let us pray. ଆସୁ ପ୍ରାର୍ଥନା କରିବା। Let us bow our head ଆସୁ ଆମମାନେ ମୁଣ୍ଡ and ନୁଆଇବା pray. ପୁଣି ପ୍ରାର୍ଥନା କରିବା। Oh, Holy Father, ହେ ପବିତ୍ର ପିତା, we have had this religious tamash for a long time. ଲମ୍ବା ସମୟ ଧରି ଏହି ସମସ୍ତ ଧର୍ମର ଖେଳକୁଦକୁ ଆମମାନେ ଶୁଣି Forgive ଆସୁଛୁ। us. ଆମମାନଙ୍କୁ କ୍ଷମା କର ପ୍ରଭୁ। We want a new heart. ଆମେ ଏକ ନୂତନ ହୃଦୟକୁ ଚାହୁଁ ପ୍ରଭୁ। No more slavery to sin. ପାପ ପ୍ରତି ଆଉ କୌଣସି ଦାସର ଅବସ୍ଥା ନୁହଁ। No more oppressing our neighbor. ନିଜ ପ୍ରତିବାସୀଙ୍କ ପ୍ରତି ଉପଦ୍ରବ କରିବାର ଆଉ କୌଣସି No ଚିନ୍ତାଧାରା more ଯେପରି hatred and this kind of oppression of other poorer castes. ଅନ୍ୟ ଜାତିର ଲୋକମାନଙ୍କୁ ନିଚ ସ୍ତରରେ ଦେଖିବା ପୁଣି ସେମାନଙ୍କ ପ୍ରତି ଉପଦ୍ରବ କରିବା ଏ ପ୍ରକାର ଭାବ ଯେପରି ଆମମାନଙ୍କ ଭିତରେ ନ ରହେ। No more bribe taking. ଆଉ ଯେପରି ଲାଞ୍ଚ ଆମେ ଗ୍ରହଣ କରିବୁ ନାହିଁ। No more running after adultery. ବ୍ୟଭିଚାର ପଛରେ ଦୌଡ଼ିବାର ଆଉ ଚିନ୍ତା ନଥିବ। Oh, living Father, ହେ ଜୀବନ୍ତ ପିତା, we need your touch in our family ଆମ ପରିବାରରେ ତୁମ ସ୍ପର୍ଶ ଆମମାନେ ଚାହୁଁ, and purity in our lives. ପୁଣି ଆମ ଜୀବନରେ ପବିତ୍ରତାକୁ ଚାହୁଁ। We ask in Jesus' holy name. ପ୍ରଭୁ ଯୀଶୁଙ୍କ ପବିତ୍ର ନାମରେ ପ୍ରାର୍ଥନା ଉତ୍ସର୍ଗ Amen. କଲୁ।